ପଞ୍ଚତ୍ରିଶ ଅଧ୍ୟାୟ ରଥରକ୍ଷା ବିଧି ଓ ବାହୁଡ଼ା ଦର୍ଶନର ଫଳ। ଜୈମିନୀ କହିଲେ, ହେ ମୁନିଗଣ, ଏବେ ମୁଁ ରଥରକ୍ଷା ବିଧାନ କହୁଛି, ଶୁଣନ୍ତୁ। ଭୂତ ପ୍ରେତ ଆକସ୍ମିକ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଅଶୌଚ ଅଘଟଣ ଦ୍ୱାରା ରଥମାନଙ୍କର ଯେପରି କୌଣସି ଅନିଷ୍ଟ ନ ହୁଏ ତାର ବିଧାନ କହୁଛି। ପ୍ରତିଦିନ ରଥସ୍ଥିତ ଦେବତାତ୍ରୟଙ୍କୁ ଗନ୍ଧ ପୁଷ୍ପ ଅକ୍ଷତ ମାଳା ଏବଂ ଧୂପ ଧୂପଚାର ଦ୍ୱାରା ପୂଜା କରିବେ ଏବଂ ରଥ ଉପରେ ଧ୍ୱଜ ଗୁଡ଼ିକ ଅକ୍ଷୁର୍ଣ୍ଣ ଅଛି କି ନାହିଁ ଦେଖିବେ। ପ୍ରତ୍ୟେକ ଦିଗ୍ବଳମାନଙ୍କୁ ପାୟାସନ୍ନ ଭୂତ ପ୍ରେତ ପିଶାଚମାନଙ୍କୁ ସେମାନଙ୍କର ବଳି ଅର୍ପଣ କରିବେ। ରଥତ୍ରୟଙ୍କୁ ସର୍ବଦା ନିରୀକ୍ଷଣ କରୁଥିବେ, ଯେମିତି ତାପରେ କୌଣସି ନର ପଶୁ କିମ୍ବା ଅଶୁଭ ପକ୍ଷୀ ଆରୋହଣ ନ କରନ୍ତି। ଅଷ୍ଟମ ଦିନ ରଥତ୍ରୟଙ୍କୁ ଦକ୍ଷିଣାଭିମୁଖୀ କରାଇବେ। ରଥଗୁଡ଼ିକ ବସ୍ତ୍ର ମାଲ୍ୟ ଚାମର ଚିତ୍ତ ଆଦିରେ ସୁଶୋଭିତ କରିବେ। ନବମୀ ଦିନ ମହାସମାରୋହରେ ଦେବତ୍ରୟଙ୍କୁ ନିଜ ନିଜ ରଥରେ ଆରୋହଣ କରାଇବେ। ଏହି ଦକ୍ଷିଣାଭିମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ଫଳ ପ୍ରଦାନ କରେ। ଯେଉଁମାନେ ଗୁଣ୍ଡିଚା ଏବଂ ବାହୁଡ଼ା ଉଭୟ ଦର୍ଶନ ଲାଭ କରନ୍ତି, ସେମାନେ ମୋକ୍ଷଭାଗୀ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମହାବେଦୀ ଯାତ୍ରା ଏବଂ ପୁନର୍ବାର ଶ୍ରୀମନ୍ଦିର ପ୍ରବେଶକୁ ପଣ୍ଡିତମାନେ ନବଦିନୋତ୍ସବ ଯାତ୍ରା ବୋଲି କହିଥାନ୍ତି। ରଥଯାତ୍ରା ପ୍ରଥମ ଅଙ୍ଗ, ଗୁଣ୍ଡିଚା ମନ୍ଦିରର ଅବସ୍ଥାନ ଦ୍ୱିତୀୟ ଅଙ୍ଗ ଓ ବାହୁଡ଼ା ଯାତ୍ରା ତୃତୀୟ ଅଙ୍ଗ। ଯେଉଁମାନେ ଏହି ଅଙ୍ଗତ୍ରୟର ସମ୍ପାଦନ କରିଥାନ୍ତି, ସେମାନେ ମହାବେଦୀ ମହୋତ୍ସବର ପୂର୍ଣ୍ଣ ଫଳ ଲାଭ କରିଥାନ୍ତି। ରଥଯାତ୍ରା ବେଳର ଦର୍ଶନ ଏବଂ ବାହୁଡ଼ା ଦର୍ଶନର ଫଳ ଏକ, ଏଥିରେ ସନ୍ଦେହ ନାହିଁ, କାରଣ ଉଭୟ ଅଶ୍ୱମେଧ ଯଜ୍ଞ ଫଳ ପ୍ରଦାନ କରିଥାନ୍ତି। ରଥଯାତ୍ରା ପରେ ବାହୁଡ଼ା ଯାତ୍ରାରେ ମଧ୍ୟ ପୁଷ୍ପମାଲ୍ୟ, ଗନ୍ଧ, ଚାମର, ଗୀତ, ବାଦ୍ୟ, ନୃତ୍ୟ, ଜୟ ଜୟକାର ଧ୍ୱନି କରିବା ଉଚିତ। ଯେଉଁମାନେ ଦକ୍ଷିଣାୟନ ଯାତ୍ରା କାଳରେ ରଥସ୍ଥିତ ଭଗବାନ ହୃଷିକେଶ, ହଳାୟୁଧ ଏବଂ ଦେବୀ ସୁଭଦ୍ରାଙ୍କୁ ଦର୍ଶନ, ଅର୍ଚ୍ଚନ, ବନ୍ଦନ କରନ୍ତି, ସେମାନେ ଯଥାର୍ଥରେ ମହାତ୍ମା ଏବଂ ଭଗବାନଙ୍କ ନିବାସ କୈଳାସରେ ବାସ କରିବାର ଅଧିକାରୀ। ସେ ରଥାରୋହଣ କରି ଭଗବାନ ଜନାର୍ଦ୍ଦନ ହରି ଯେତେବେଳେ ସମୁଦ୍ର ତୀରସ୍ଥ ରଥଦଣ୍ଡରେ ଗମନ କରନ୍ତି ଏବଂ ନିଜ କୃପାବୃଷ୍ଟି ଦାନ କରି ପ୍ରଣତ ଜନମାନଙ୍କର ଦୁଃଖ ଚିତ୍ତ ହରଣ କରନ୍ତି, ସେତେବେଳେ ଯେଉଁମାନେ ସ୍ତବ ସ୍ତୁତି ଜୟ ଜୟକାର ଧ୍ୱନିରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରନ୍ତି, ସେମାନଙ୍କୁ ପୁନରାୟ ଏହି ଦୁଃଖମୟ ସଂସାରକୁ ଆସିବାକୁ ହୁଏ ନାହିଁ। ସେମାନେ ନିଃସନ୍ଦେହରେ ବ୍ରହ୍ମଲୋକ ଗମନ କରନ୍ତି। ହେ ମୁନିମାନେ, ଯାହାଙ୍କ ନାମ ସଂକୀର୍ତ୍ତନରେ ସକଳ ପାପ କ୍ଷୟ ହୋଇଯାଏ, ତାଙ୍କର ମହାବେଦୀ ମହୋତ୍ସବ କଥା ଆପଣମାନଙ୍କୁ କହିଲି। ଯେଉଁମାନେ ଶଯ୍ୟାତ୍ୟାଗ ପରେ ଏହି ମହାବେଦୀ ପ୍ରସଙ୍ଗ ଶ୍ରବଣ କୀର୍ତ୍ତନ କରନ୍ତି, ସେମାନେ ଇନ୍ଦ୍ରଲୋକକୁ ଗମନ କରନ୍ତି। ଯେଉଁମାନେ ଭଗବାନଙ୍କର ଅନ୍ୟ ପ୍ରତିମା ଗୁଡ଼ିକ ରଥାରୋହଣ କରି ଯାତ୍ରା ଭିଆନ୍ତି, ସେମାନେ ମଧ୍ୟ ପବିତ୍ର ରଥଯାତ୍ରାର ଫଳ ଲାଭ କରନ୍ତି। ସେମାନେ ଯେ ଦେହାନ୍ତ ପରେ ବିଷ୍ଣୁଲୋକକୁ ଗମନ କରନ୍ତି, ଏଥିରେ କିଛି ବି ସନ୍ଦେହ ନାହିଁ। ଶକ୍ତି ଅନୁସାରେ ଅର୍ଥାତ୍ ଯାହାର ଯେତିକି ଶକ୍ତି ସାମର୍ଥ୍ୟ ଏବଂ ସମ୍ପତ୍ତି ଅଛି, ସେହି ଅନୁସାରେ ସେହି ମହାନ ଯାତ୍ରା କରିପାରିବେ। ଯେଉଁ ଯାତ୍ରା ଅନୁଷ୍ଠାନ କଲେ କିମ୍ବା ଦର୍ଶନ କଲେ ମନୁଷ୍ୟକୁ ଆଉ ସଂସାରର ଦୁଃଖ ଭୋଗ କରିବାକୁ ପଡ଼େ ନାହିଁ। ଏହି ପରମ ପବିତ୍ରମୟ ରଥଯାତ୍ରା ପ୍ରସଙ୍ଗ ପୂର୍ବେ ଭଗବାନ ବ୍ରହ୍ମା ହିଁ ବର୍ଣ୍ଣନା କରିଥିଲେ। ଅଠତିରିଶ ଅଧ୍ୟାୟ ମହାପ୍ରସାଦ ମାହାତ୍ମ୍ୟ। ଏହି ମହାପ୍ରସାଦ ଦୀର୍ଘକାଳ ରହି ପର୍ଯ୍ୟୁଷିତ ହୋଇଯାଇଥିଲେ, ଶୁଖି ଯାଇଥିଲେ, ବହୁ ଦୂରରୁ ଆସିଥିଲେ ମଧ୍ୟ ଏହାକୁ ଭୋଜନ କଲେ ସର୍ବ ପାପ ନାଶ ହୋଇଥାଏ। ଯଦି ଏହା କୁକୁର ମୁଖରୁ ତଳେ ପଡ଼ିଯାଇଥାଏ, ତେବେ ମଧ୍ୟ ଏହା ବ୍ରାହ୍ମଣମାନଙ୍କ ଭୋଜ୍ୟ। ଅନ୍ୟ ଲୋକମାନଙ୍କ କଥା କଣ ବା କହିବା? କି ଅଶୌଚ ପ୍ରାଣୀ, କି ଅନାଚାରୀ ଅଥବା ମାନସିକ ପାପାଚାରୀ ଏହାକୁ ପ୍ରାପ୍ତ କରିବା ମାତ୍ରେ କାର୍ଯ୍ୟ ଅକାର୍ଯ୍ୟ ବିଚାର ନ କରି ଗ୍ରହଣ କରିବେ। ମହାପ୍ରସାଦ ଏବଂ ଗଙ୍ଗା ଜଳ ଦୁହେଁ ପବିତ୍ର ଏବଂ ସେବା ମାତ୍ରେ ପାପ ହରଣ ହୁଏ। ଜଗଦ୍ଧାତ୍ରୀ ଲକ୍ଷ୍ମୀ ବୈଷ୍ଣବାଗିରିରେ ଯେଉଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ବହୁ ମନ୍ୱନ୍ତର ଧରି ଚକ୍ରପାଣି ତାହାକୁ ଭୋଜନ କରି ଆସିଛନ୍ତି। ଭଗବାନଙ୍କର ଶ୍ରୀକ୍ଷେତ୍ରରେ ଲୀଳା ଅନ୍ୟ କୋତ୍ରାପି ଦେଖାଯାଏ ନାହିଁ। ମହାପ୍ରସାଦରେ ଏତେ ମହିମା ଥିଲେ ମଧ୍ୟ ଯେଉଁମାନଙ୍କର ପୁଣ୍ୟ ବଳ ଅତ୍ୟନ୍ତ ଅଳ୍ପ, ସେମାନଙ୍କର ସେଥିରେ ବିଶ୍ୱାସ ହୁଏ ନାହିଁ। ଏ ମୁନିମାନେ,
ଘୋର ଘୋର କଳି ଘୋର କଳି କାଳରେ ଅନେକ ଉପଦ୍ରବ ଦେଖାଦେବ, କାରଣ କଳିରେ ଅଧର୍ମ ତିନି ପାଦ ଏବଂ ଧର୍ମ ଏକ ପାଦ। ତେଣୁ ଏ ଯୁଗରେ କ୍ୱଚିତ୍ କେହି ଧର୍ମ କାର୍ଯ୍ୟ କରିବେ। ଲୋକମାନେ ମିଥ୍ୟାବାଦୀ, ଦାମ୍ଭିକ, ଶଠ, ଅସଦାଚାରୀ, ଇନ୍ଦ୍ରିୟବଶ ହେବେ। ଅଧର୍ମୀ ଲୋଭୀ ଓ ହିଂସ୍ରକ ହୋଇ କେହି ଧ୍ୟାନ, ତପସ୍ୟା, ବ୍ରତ, ଯଜ୍ଞ ଆଦି କର୍ମରେ ପ୍ରବୃତ୍ତ ହେବେ ନାହିଁ। ପଶୁ ପ୍ରବୃତ୍ତିରେ ବଶବର୍ତ୍ତୀ ହୋଇ ନିଜର ଧର୍ମପତ୍ନୀଙ୍କୁ ଛାଡ଼ି ପର ସ୍ତ୍ରୀ ସହିତ ଆସକ୍ତ ହୋଇଥାନ୍ତି। ମନୁଷ୍ୟମାନଙ୍କର ଅନ୍ୟାୟରୁ ଉପଚିତ ଧନ ଦ୍ୱାରା ଧର୍ମ ଅନୁଷ୍ଠାନ କଲେ ମଧ୍ୟ ତାହା ନିଷ୍ଫଳ ହୁଏ। ଅନ୍ୟ ଯୁଗ ପରି କଳିଯୁଗରେ ଶତାବ୍ଦୀ କର୍ମ ଠିକ ରୂପେ ନ ହୋଇପାରିବାରୁ ଏ ଯୁଗରେ ଦାନ ଧର୍ମ ହିଁ ଶ୍ରେଷ୍ଠ। ବିଶେଷ କରି ବ୍ରାହ୍ମଣ ଭଗବାନଙ୍କ ସ୍ୱରୂପ ହୋଇଥିବାରୁ ବିଷ୍ଣୁ ବ୍ରାହ୍ମଣ କଳିଯୁଗରେ ପୂଜ୍ୟ, ଅର୍ଥାତ୍ ଏକମାତ୍ର ଭଗବାନ ହିଁ ସମସ୍ତଙ୍କର ଉଦ୍ଧାରର ଉପାୟ। ଏ ମୁନିଗଣ ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ ସାକ୍ଷାତ ଭୋଜନ କରନ୍ତି, ମାତ୍ର ଅନ୍ୟ ସ୍ଥଳରେ ଭକ୍ତବ୍ରତ ନୈବେଦ୍ୟକୁ କେବଳ ଦୃଷ୍ଟିପାତ କରିଥାନ୍ତି। ପୂର୍ବ କାଳରେ ମୁନିମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଏହି ନିବେଦନ କରିଥିଲେ ଯେ, ପ୍ରଭୁ, ଆପଣଙ୍କର ନିର୍ମାଲ୍ୟ ଏବଂ ଉଚ୍ଛିଷ୍ଟ ଭୋଗ କରି ଆମେ ଯେପରି ଆପଣଙ୍କ ଦୁସ୍ତର ମାୟାରୁ ଉଦ୍ଧାର ପାଇବୁ। ହେ ମୁନିମାନେ, ଏ କ୍ଷେତ୍ରରେ ଭଗବାନ ସମସ୍ତ କାର୍ଯ୍ୟ ବେଦ ମର୍ଯ୍ୟାଦା ଅନୁସାରେ ହିଁ କରିଥାନ୍ତି। ବେଦ ରକ୍ଷା ପାଇଁ ସେ ଅନେକ ଅବତାର ନେଇଥାନ୍ତି। ସେ କିପରି ବା ବେଦର ବିରୁଦ୍ଧ ଆଚରଣ କରିବେ? ଥରେ ଜଣେ ସଦାଚାରୀ ଶୁଦ୍ଧ ସାତ୍ତ୍ୱିକ ବ୍ରାହ୍ମଣ ତୀର୍ଥାଟନ କରୁ କରୁ ଶ୍ରୀକ୍ଷେତ୍ର ଅବସ୍ଥାନ କଲେ, କିନ୍ତୁ ମହାପ୍ରସାଦ ସେବନ କରିବାକୁ ବାରଣ କଲେ। ତାଙ୍କ ମନରେ ମହାପ୍ରସାଦ ଶୁଦ୍ଧ ନୁହେଁ, ଏହା ଯେଉଁମାନଙ୍କ ଦ୍ୱାରା ଯାହାର ପ୍ରସ୍ତୁତ ହେଉଛି ସେମାନେ ସମସ୍ତେ ଶୁଦ୍ଧ ନୁହନ୍ତି। ଏହା ଯଜ୍ଞ ବିଶେଷ ମଧ୍ୟ ନୁହେଁ, ତେଣୁ ଗ୍ରହଣୀୟ ନୁହେଁ। ମହାପ୍ରସାଦ ଅବମାନନା କରି ସେ ବ୍ରାହ୍ମଣୀ ଶିଷ୍ୟ ଅନୁଚରବର୍ଗଙ୍କ ସହିତ ଭୟଙ୍କର ବ୍ୟାଧିଗ୍ରସ୍ତ ହେଲେ। ସମସ୍ତଙ୍କ ଶରୀର ଅବଶ ହୋଇଗଲା ଏବଂ ବାକ୍ଶକ୍ତି ରୁଦ୍ଧ ହେଲା। ଏହାପରେ ସେମାନେ ଭାବିଲେ, କେଉଁ କାରଣରୁ ଆମମାନଙ୍କୁ ଏ ଦଣ୍ଡ ମିଳିଲା? ବିନା ଅପରାଧ ଶ୍ରୀକ୍ଷେତ୍ର ତ ଏଭଳି ଦଣ୍ଡ ମିଳିବା କଥା ନୁହେଁ। ତେବେ ଆମର ଦୋଷ କଣ ହେଲା? ଏହାର କାରଣ ଜାଣିବା ପାଇଁ ବ୍ରାହ୍ମଣ ଜଗନ୍ନାଥଙ୍କୁ ଧ୍ୟାନ କଲେ। ଏ ଥିଲେ ଶାଣ୍ଡିଲ୍ୟ ବ୍ରାହ୍ମଣ। ଶାଣ୍ଡିଲ୍ୟ କହିଲେ, ପ୍ରଭୁ, ଧର୍ମ ରକ୍ଷା କରି ଅଖିଳ ଶାସ୍ତ୍ର ଉଲ୍ଲଂଘନ କଲେ ଅପରାଧ ହୁଏ, ଏହା ମୁଁ ଜାଣେ। କିନ୍ତୁ ମୁଁ କେବେ ହେଲେ କାୟମାନ ବାକ୍ୟରେ ଧର୍ମଶାସ୍ତ୍ରକୁ ଅତିକ୍ରମ କରି କୌଣସି କାର୍ଯ୍ୟ କରେ ନାହିଁ। ଆପଣଙ୍କ ଦର୍ଶନ ନିମିତ୍ତ ହିଁ ମୁଁ ଶ୍ରୀକ୍ଷେତ୍ରକୁ ଆସିଥିଲି, କିନ୍ତୁ କେଉଁ ଅପରାଧ ଯୋଗୁଁ ମୋତେ ଭୀଷଣ ପୀଡ଼ା ପ୍ରାଦୁର୍ଭୂତ ହେଲେ ତା ଜାଣିପାରୁନାହିଁ। ଆପଣଙ୍କ ପାଦପଦ୍ମରେ ଅପରାଧ ନହେଲେ ଏପରି ଦଣ୍ଡ ମିଳେ ନାହିଁ। ତେଣୁ ହେ ପ୍ରଭୁ, ଜାଣତରେ ବା ଅଜାଣତରେ ଆପଣଙ୍କ ଚରଣ ଭିତରେ ମୁଁ ଯେଉଁ ଅପରାଧ କରିଛି ତା କ୍ଷମା କରନ୍ତୁ। ହେ ପ୍ରଭୁ, ଭୂମିରେ ପାଦ ଖସି ପଡ଼ିଗଲେ ସେହି ଭୂମି ଉଠିବା ପାଇଁ ଅବଲମ୍ବନ ହୁଏ। ସେପରି ଆପଣଙ୍କ ପ୍ରତି ଅପରାଧ କରିଥିବା ବ୍ୟକ୍ତିମାନଙ୍କର ଆପଣ ହିଁ ରକ୍ଷାକର୍ତ୍ତା। ମୋର ଗୁରୁତର ଅପରାଧ କ୍ଷମା କରନ୍ତୁ। ହେ ଜଗନ୍ନାଥ, ମୁଁ ଏବେ ଶୋକ ସାଗରରେ ଭାସୁଛି, ମୋତେ ଉଦ୍ଧାର କରନ୍ତୁ। ହେ ପ୍ରଭୁ, ଏହା ମୋର ବହୁ ଭାଗ୍ୟର ଫଳ। ମୁଁ ସେବକ, ଆପଣ ସେବ୍ୟ। ଏ ସମ୍ବନ୍ଧ ଅନୁସାରେ ମୋତେ ପରିତ୍ରାଣ କରନ୍ତୁ। ଏପରି ଶୋକାର୍ତ୍ତ ହୋଇ ସ୍ତବ କରିବା ପରେ ତାଙ୍କ ଦେହରୁ କ୍ଲେଶ ଉପଶମ ହେଲା ଏବଂ ଧ୍ୟାନରେ ସେ ସାକ୍ଷାତ ନୃସିଂହ ଭଗବାନଙ୍କୁ ଦେଖିଲେ। ମହାପ୍ରଭୁ ନୃସିଂହ ଦିବ୍ୟ ଅଳଙ୍କାର ଭୂଷିତ ହୋଇ ଦିବ୍ୟ ସିଂହାସନରେ ଆରୂଢ଼। ଲକ୍ଷ୍ମୀଙ୍କ ପ୍ରଦତ୍ତ ମହାପ୍ରସାଦକୁ ସେ ସ୍ୱହସ୍ତରେ ଗ୍ରହଣ କରି ଭୋଜନ କରୁଛନ୍ତି। ଅବଶିଷ୍ଟାଂଶକୁ ବହୁପାତ୍ରରେ ପକାଉଛନ୍ତି। ସହସ୍ର ବଦନରେ ଦେବୀ ଲକ୍ଷ୍ମୀ ଯେଉଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତକ୍ଷଣାତ୍ ସେ ସବୁକୁ ପ୍ରଭୁ ଆନନ୍ଦରେ ଭୋଜନ କରୁଛନ୍ତି। ଏ ଦୃଶ୍ୟ ଦେଖି ଶାଣ୍ଡିଲ୍ୟ ଅତ୍ୟନ୍ତ ବିସ୍ମିତ ହେଲେ ଏବଂ ମହାପ୍ରସାଦ ଅବମାନନାର ଫଳ ସ୍ୱରୂପ ତାକୁ ଏ ଦଣ୍ଡ ମିଳିଛି ବୋଲି ନିଶ୍ଚିତ ହୋଇ ମହାପ୍ରସାଦକୁ ଗ୍ରହଣ କରିବା ପାଇଁ ଉଦ୍ୟତ ହେଲେ ଏବଂ ଏପରି ସ୍ତୁତି କରିବାକୁ ଲାଗିଲେ, ହେ ପ୍ରଭୁ, ତ୍ରିଗୁଣାତୀତ, ଅହଙ୍କାର ରହିତ, ଜ୍ଞାନନିଧି, ଆପଣ କେଉଁଠି ଏବଂ ଅଜ୍ଞାନ ଓଢ଼ାମତି, ଆପଣଙ୍କ ମାୟାରେ ମୋହିତ ମୁଁ କେଉଁଠି? ସୃଷ୍ଟିଲୟାତ୍ମକ ଅନିର୍ବାଚନୀୟ ଆପଣଙ୍କର ଲୀଳାକୁ ମୁଁ କେମିତି ବା ଜାଣିପାରିବି? ହେ ପ୍ରଭୁ, ଶରଣ ଗଲି, ମୋତେ ତ୍ରାହି କରନ୍ତୁ। ଆପଣଙ୍କୁ ଛଡ଼ା ମୋର ଅନ୍ୟ କେହି ନାହାନ୍ତି। ଶାଣ୍ଡିଲ୍ୟ ଏପରି ସ୍ତବ କରନ୍ତେ ଭଗବାନ ନୃସିଂହ ତାଙ୍କର ଉଚ୍ଛିଷ୍ଟ ହସ୍ତରେ ମହାପ୍ରସାଦକୁ ଶାଣ୍ଡିଲ୍ୟଙ୍କ ଶରୀରରେ ବିଲୋପନ କରିଦେଲେ। ବ୍ରାହ୍ମଣ ଦିବ୍ୟ ସୌନ୍ଦର୍ଯ୍ୟଧାରୀ ହୋଇ ନୃସିଂହଦେବଙ୍କ ଉଚ୍ଛିଷ୍ଟ ପରମ ଆନନ୍ଦରେ ଗ୍ରହଣ କରି କୃତାର୍ଥ ହେଲେ। ମନେ ମନେ ଚିନ୍ତା କଲେ, ଏ ପୁରୁଷୋତ୍ତମ କ୍ଷେତ୍ରରେ ସାଧାରଣ ଧର୍ମଶାସ୍ତ୍ର ଅନୁଯାୟୀ ଧର୍ମାଧର୍ମ ବିଚାର କରାଯାଏ ନାହିଁ। ତତ୍ତ୍ୱତଃ ଏ କ୍ଷେତ୍ରରେ ସାକ୍ଷାତ ଦେବ ଜନାର୍ଦ୍ଦନ ଯେଉଁ ଧର୍ମ ପ୍ରବର୍ତ୍ତନ କରୁଛନ୍ତି ତାହା ହିଁ ଧର୍ମ। କାରଣ ଧର୍ମ ଯେପରି ଆଚାରର ପ୍ରଭୁ, ଭଗବାନ ଅଚ୍ୟୁତ ହିଁ ସେପରି ଧର୍ମର ପ୍ରଭୁ। ଏପରି ଚିନ୍ତା କରି ନିଜ କୁଟୁମ୍ବ ଅର୍ଥାତ୍ ଅନୁଚରବର୍ଗଙ୍କ ପାଇଁ ଅବଶିଷ୍ଟ ମହାପ୍ରସାଦ ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର ଧ୍ୟାନ ଭଗ୍ନ ହେଲା। ପରମ ପବିତ୍ର ମହାପ୍ରସାଦକୁ ଅପମାନ କରିଥିବାରୁ ତାଙ୍କୁ ଏ ଦଣ୍ଡ ମିଳିଲା ବୋଲି ସେ ନିଶ୍ଚିତ ହେଲେ। ଦେବଗଣ ଯାହାଙ୍କୁ ଏ କ୍ଷେତ୍ରରେ ଉପଚାର କରୁଛନ୍ତି,
ସେ ଅନ୍ତର୍ଯାମୀ ଯେ ମନୁଷ୍ୟ ନିବେଦିତ ଅନ୍ନ ଭୋଜନ କରୁଛନ୍ତି, ଏହା ପରମ ଆଶ୍ଚର୍ଯ୍ୟର ବିଷୟ। ମହାପ୍ରସାଦ ସେବନ କରି ସମସ୍ତେ ରୋଗମୁକ୍ତ ହେଲେ ଏବଂ କ୍ଷେତ୍ରର ମାହାତ୍ମ୍ୟ ଅନୁଭବ କଲେ। ଯେମିତି କହିଲେ ମୁନିମାନେ, ସ୍ୱୟଂ ବ୍ରହ୍ମ ଯେଉଁ ନୈବେଦ୍ୟକୁ ନିଜ ଶରୀରରେ ଲେପନ କରନ୍ତି, ସେହି ନିର୍ମାଲ୍ୟ ଗ୍ରହଣର ଫଳ କିଏ ବା କହିପାରିବ? ଭଗବାନଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ପୁଷ୍ପ, ଚନ୍ଦନ, ପୁଷ୍ପ, ତୁଳସୀ ମାଲ୍ୟାଦି ଯଥା ସମୟରେ ଅଙ୍ଗୁର ଅପସାରିତ ହେଲେ ତାହାକୁ ନିର୍ମାଲ୍ୟ କୁହାଯାଏ। ନିର୍ମାଲ୍ୟ ସେବନ କଲେ ସମସ୍ତେ ତୀର୍ଥର ଫଳ ଲାଭ ହୋଇଥାଏ। ପୂର୍ବ କାଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି କରିଥିଲେ, ସେହି ନିୟମ ଅନୁଯାୟୀ ପ୍ରତ୍ୟେକ ଭଗବାନଙ୍କ ଶ୍ରୀଅଙ୍ଗରେ ଶ୍ରୀଖଣ୍ଡ, କର୍ପୂର, ଅଗୁରୁ, କସ୍ତୁରୀ, କୁଙ୍କୁମ ଏବଂ ଚନ୍ଦନର ଏକ ପ୍ରଲେପ ଦିଆଯାଏ ଏବଂ ତାହା ଏକ ବର୍ଣ୍ଣ ପରେ ଉପନୀତ ହୁଏ। ମଝିରେ ଯଦି ବିଲୋପନ ଉଲ୍ଲେଖ କରାଯାଏ ତେବେ ଅନିଷ୍ଟ ହୁଏ। ଏ ପ୍ରସଙ୍ଗରେ ଏକ କିମ୍ବଦନ୍ତୀ ହେଲା, କୌଣସି ଦେଶରେ ଜଣେ ରାଜକୁମାର ଭଗବାନଙ୍କୁ ଚନ୍ଦନ ଚିତ୍ରିତ ଦେଖି ସେଭଳି ଶୃଙ୍ଗାର ହେବାକୁ ଇଚ୍ଛା ପୋଷଣ କରନ୍ତେ, କେହି ଜଣେ ସେବାୟତ ଭଗବାନଙ୍କ ଶ୍ରୀଅଙ୍ଗରୁ ପ୍ରଲାପିତ ଚନ୍ଦନ ଉଲ୍ଲାଗି କରି ରାଜକୁମାରକୁ ଅର୍ପଣ କଲେ ଏବଂ ରାଜକୁମାର ତାହାକୁ ବକ୍ଷସ୍ଥଳରେ ଲେପନ କଲେ। ତକ୍ଷଣାତ୍ ରାଜକୁମାରଙ୍କ ବକ୍ଷରେ ଏବଂ ସେବାୟତଙ୍କ ହସ୍ତରେ ଶ୍ୱେତକୋଷ୍ଠ ସଂକ୍ରମିତ ହୋଇଗଲା। ଅଷ୍ଟଚତୁର ସହଦେବ ଗାଲରାଜଙ୍କୁ ସେବା ସମର୍ପଣ କରି ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ଗମନ। ମୁନିମାନେ କହିଲେ, ମହର୍ଷି ଜୈମିନି, ଭଗବାନଙ୍କ ମନ୍ଦିର ପ୍ରତିଷ୍ଠା ପରେ ମହାରାଜ ଯେଉଁ ସବୁ ବର ପ୍ରାପ୍ତ ହୋଇଥିଲେ ଏବଂ ଦାଦା ଯାତ୍ରାଦି କରିବା ପାଇଁ ଆଦିଷ୍ଟ ହୋଇଥିଲେ, ସେ ସମସ୍ତ ବୃତ୍ତାନ୍ତ ଶୁଣିଲୁ। ତାପରେ ଶ୍ରୀ ବିଷ୍ଣୁ ଭକ୍ତ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଆଉ କଣ କଲେ ଆମ୍ଭମାନଙ୍କୁ କୁହନ୍ତୁ। ଜୈମିନି କହିଲେ, ହେ ମୁନିମାନେ, ସାକ୍ଷାତ ବ୍ରହ୍ମରୂପୀ ଜଗନ୍ନାଥଙ୍କଠାରୁ ଅଭୀଷ୍ଟ ବର ପ୍ରାପ୍ତ ହୋଇ ସେ ରାଜନ ଶ୍ରେଷ୍ଠ ଇନ୍ଦ୍ରଦ୍ୟୁମ୍ନ ନିଜକୁ କୃତ୍ୟ ମନେ କରି ଆଦିଷ୍ଟ ସମସ୍ତ ଯାତ୍ରାଦି ପାଳନ କଲେ ଏବଂ ବିବିଧ ଉପଚାର ପ୍ରଦାନ କରି ଜଗତଗୁରୁ ଜଗନ୍ନାଥଙ୍କୁ ପ୍ରୀତ କଲେ। ତାପରେ ଶ୍ଵେତ ନାମକ ରାଜାଙ୍କ ଭଗବାନଙ୍କ ଆଜ୍ଞା ବିଷୟ ଜଣାଇ ବିନୀତ ସ୍ୱରରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ କହିଲେ, ହେ ରାଜନ, ଆପଣ ଜ୍ଞାନବାନ ଓ ଧର୍ମନିଷ୍ଠ। ଭଗବାନ ପ୍ରତି କାୟମାନ ବାକ୍ୟରେ ଆପଣଙ୍କର ଭକ୍ତି ଅଛି। ଭଗବାନ ଜଗତଗୁରୁ ହେତୁ ନିଖିଳ ଜଗତ ବିଶ୍ୱବାସୀ ତାଙ୍କର ଶିଷ୍ୟ ଏବଂ ଉପଦେଶ ଗ୍ରହଣକାରୀ। ଏଥିପାଇଁ ଜଣେ ବ୍ୟକ୍ତି ବିଶେଷ ଉପଦେଶ ବା ଅନୁଶାସନର ଆବଶ୍ୟକତା ବା କଣ? ମୋ ପ୍ରତି ଅନୁଗ୍ରହ ପ୍ରକାଶ କରି ସେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ମନୁଷ୍ୟମାନଙ୍କୁ ଉଦ୍ଧାର ନିମନ୍ତେ ସେ ଅନନ୍ତ କାଳ ଧରି ନୀଳାଚଳରେ ବିଦ୍ୟମାନ ହେବେ। ତେଣୁ ହେ ରାଜା, ଆପଣ ତାଙ୍କୁ କଦାପି ପ୍ରତିମା ଜ୍ଞାନ ନ କରି ତାଙ୍କର ଆଜ୍ଞା ଅନୁସାରେ ଯାତ୍ରାଦି ଅନୁଷ୍ଠାନ କରନ୍ତୁ। ଭଗବାନ ଜଗନ୍ନାଥଙ୍କର ମନ୍ଦିର ପ୍ରବେଶ ସମୟରେ ତ୍ରିଲୋକୀବାସୀ ବ୍ରହ୍ମାଦି ଦେବଗଣଙ୍କ ସହ ମିଳିତ ହୋଇ ତାଙ୍କର ଅନୁଗମନ କରିଥିଲେ। ଏହାର ପ୍ରତ୍ୟକ୍ଷ ପ୍ରମାଣ ଆପଣ ଦେଖିଛନ୍ତି। ଆମ୍ଭେମାନେ ସମସ୍ତେ ସେହି ବିଶ୍ୱମୂର୍ତ୍ତି ଦର୍ଶନରେ ଅଚ୍ୟୁତ ହୋଇ ପଡ଼ିଥିଲେ। ଦାରୁରୂପୀ ଭଗବାନ ଜଗନ୍ନାଥ ସାକ୍ଷାତ ବ୍ରହ୍ମ। ଆପଣ ଏହାଙ୍କୁ ସର୍ବଭୂତାଦିବାସ ଏବଂ ସର୍ବକାମପ୍ରଦ କଳ୍ପବୃକ୍ଷ ବୋଲି ଜାଣିବେ। ଏହାଙ୍କୁ ଉପାସନା କଲେ ଯେ ଯେପରି କାମନା କରିବେ, ସେପରି ଫଳ ପ୍ରାପ୍ତି ହେବେ। ତମ ଗୁଣରୁ ଅତୀତ ଅନିର୍ବାଚନୀୟ ଜ୍ୟୋତିସ୍ୱରୂପ ଭଗବାନଙ୍କୁ ଅନେକ ତପସ୍ୟା ସାଧନ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଜାଣିପାରନ୍ତି ନାହିଁ। ବ୍ରହ୍ମନିଷ୍ଠ ଜାତିଗଣ, ମୂଢ଼ ସିଦ୍ଧଗଣ, ଅଚଳ ଭକ୍ତିଯୁକ୍ତ ମାନବଗଣ ଓ ପରମଯୋଗୀ ମାନବଙ୍କର ଭଗବାନ ଏକମାତ୍ର ଆଶ୍ରୟ ଗତିପଥ। ଗ୍ରୀଷ୍ମ କାଳରେ ଶୀତଳ ଜଳରେ ନିମଗ୍ନ ହୋଇ ଜୀବମାନେ ଯେପରି ପରମ ଶାନ୍ତି ଲାଭ କରନ୍ତି, ସେପରି କରୁଣାସାଗର ପୁରୁଷୋତ୍ତମଙ୍କ ଭାବବାରୀ ନିମଗ୍ନ ହୋଇପାରିଲେ ଜୀବ ତାପରେ ପରିତ୍ରାଣ ପାଇଥାଏ। ଭଗବାନ ଯେପରି ଶରଣାଗତ ମାନଙ୍କ ରକ୍ଷାକାରୀ, ପିତାମାତା, ମିତ୍ର, ପତ୍ନୀ, ପୁତ୍ରମାନେ ମଧ୍ୟ ସେହିଭଳି ଉପକାର କରିପାରନ୍ତି ନାହିଁ। ତୁମେ ରାଜା ଶ୍ଵେତ ରାଜ୍ୟବାସୀଙ୍କ ମାନଙ୍କ ସହିତ ଭଗବାନଙ୍କର ଯାତ୍ରା ମହୋତ୍ସବଟି ପାଳନ କରି ମୁଖ୍ୟ ପ୍ରଦାନ କରି ଭଗବାନଙ୍କର ସେବା ଅର୍ଥାତ୍ ଭଜନ କରନ୍ତୁ। ରାଜାଗଣଙ୍କର ସାଧାରଣ ଧର୍ମ ଏହା ନୁହେଁ ଯେ ପୂର୍ବେ ଯେଉଁ ନିୟମ ମାନ ପ୍ରଚଳନ କରାଯାଇଛି, ପରବର୍ତ୍ତୀ ରାଜାମାନେ ମଧ୍ୟ ସେସବୁକୁ ପାଳନ କରିବେ। ତେଣୁ ପ୍ରତିଦିନ ତ୍ରିସନ୍ଧ୍ୟାରେ ସମସ୍ତ ଉପଚାର ସହ ଆପଣ ନୃସିଂହଦେବଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ପରମ ନିର୍ବାଣ ପ୍ରତି ହେବେ। ଉତ୍ତମ ଲୋକମାନେ କହିଛନ୍ତି ଯେ ନିଜେ କିଛି କାର୍ଯ୍ୟାନୁଷ୍ଠାନ କରିବା ଅପେକ୍ଷା ଅନ୍ୟ କୃତ ଉତ୍ତମ କାର୍ଯ୍ୟକୁ ରକ୍ଷା କରିବା ଭଲ, କାରଣ ଏହା ନିଜ କୃତ ଅପେକ୍ଷା ଶ୍ରେଷ୍ଠ। ଜୈମିନି କହିଲେ, ଶ୍ରୀ ଶ୍ୱେତରାଜ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ବାକ୍ୟମାନଙ୍କୁ
ବିରୋଧାର୍ଯ୍ୟ କରି ଶ୍ରୀ ପୁରୁଷୋତ୍ତମଙ୍କୁ ପୂଜା ଅର୍ଚ୍ଚନା କରି ନାରଦ ସହିତ ବ୍ରହ୍ମଲୋକକୁ ଗମନ କଲେ। ଯେ ମୁନିଗଣ ଆପଣମାନଙ୍କ ନିକଟରେ ପୁରୁଷୋତ୍ତମ କ୍ଷେତ୍ର ଏବଂ ମୁକ୍ତକୁ ଗମନ କଲେ। ଯେ ମୁନିଗଣ ଆପଣମାନଙ୍କ ନିକଟରେ ପୁରୁଷୋତ୍ତମ କ୍ଷେତ୍ର ଏବଂ ତହିଁରେ ନିତ୍ୟ ପରିଚିତ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ମହିମା କୀର୍ତ୍ତନ କଲେ। ଯେଉଁ ବ୍ୟକ୍ତି ଏହାକୁ ଶ୍ରବଣ କରନ୍ତି ସେମାନେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିଥାନ୍ତି। ଭଗବାନ ସ୍କନ୍ଦଙ୍କ ବର୍ଣ୍ଣିତ ଅର୍ଦ୍ଧଦ୍ୱୟ ଯୋଗ ଅପେକ୍ଷା ଏହି ବିଷ୍ଣୁ ମହାତ୍ମ୍ୟ କୋଟି ଗୁଣ ଅଧିକ ପୁଣ୍ୟବାନ। ଯେଉଁ ବ୍ୟକ୍ତିମାନେ ପ୍ରତ୍ୟହ ପ୍ରାତଃକାଳରେ ଏହି ମହାତ୍ମ୍ୟ ଶ୍ରବଣ କରନ୍ତି ସେମାନେ କପିଳ ଧେନୁଦାନ, ତୀର୍ଥଫଳ ପ୍ରାପ୍ତି, ଯଶ, ଆୟୁ, ପୁଣ୍ୟ, ସନ୍ତାନ, ସର୍ବ ପାପ ବିଦୂରିତ, ପ୍ରଶଂସନୀୟ ଓ ସ୍ୱର୍ଗର ପ୍ରତିଷ୍ଠା ଲାଭ କରନ୍ତି। ଏ ରହସ୍ୟାତ୍ମକ ପ୍ରସଙ୍ଗ ଭକ୍ତମାନଙ୍କ ନିକଟରେ ପ୍ରକାଶ କରିବେ ନାହିଁ। ଯେଉଁମାନେ ନାସ୍ତିକ, ଦାମ୍ଭିକ, ବିଷ୍ଣୁ ଭକ୍ତିବିହୀନ, କଳୁଷିତ, ସେମାନେ ବୃଥାରେ ଜୀବନ ଧାରଣ କରିଥିବାରୁ ସେମାନଙ୍କ ନିକଟରେ ଏସବୁକୁ ଗୋପନ ରଖିବେ। इति से स्कंदपुराणे उत्कल खंडे इति से स्कंदपुराण उत्कल खंड समाप्त। जय जगन्नाथ।